सम्मानीय प्रधान शिक्षक अंधारुआ प्राइवेट स्कूल जी आज सभार सभापति सम्मानीय मनीष ये अनुष्ठान आचार्य हरिहर सांस्कृतिक परिषद संपादक मोर बाँ पाखे बस डॉक्टर त्रिनाथ गुता संयोजक श्रीजुक्त चक्रधर त्रिपाठी सी कहते 35 वर्ष एकाधिक्रमे विज्ञान शिक्षक बाणीबाई हाईस्कूल एवं अवसर नेला चाकरी आउ 10 वर्ष है पिला पाठ पढ़े आम मान गहन अच्छा आपण स्कूल शिक्षयित्री भौणी मैंने युव शिक्षक ना मन पड़ूना पाखे बाहर बुलाबुली कर जो किसी अभिभावक आपण माँ मैंने अभिभावक आसमस्त को अनुष्ठान तरफ स्वागत जनाऊँगी आपण मान अनुरोध करुच्ची आचार्य हरिहर दास को 148तम जयंती अवसर में आम समस्ते श्रद्धांजलि दबा ठिया गोटे 20 सेकेंड अल्प समय प्रणाम करवा कथा शुरू। आचार्य महाशंकर अमर आत्मा आत्मा विनाश हुए ना आत्मा सब चिरंतन आचार्य महाशंकर अमर आत्मा जगन्नाथ पाद पयर सब स्थान पाई सी आमर ओडिशा प्रदेश को विशेषकर पुरी जिला लोक आम अंचल भी पुरी जिला खुशी कथा से जिलार मनुष्य जिलार सी आमको सब दिग्दर्शन दे आशीर्वाद संपादक कहले आपको जे आचार्य महाशंकर 6टी विशेष गुण थिला सी सत्य साथी केबे सालिश करना मिछ कहवा पड़ो बोली वकिलाती पाठ अधारू छाड़ीदे जनसेवा ब्रह्मचर्य जोटा ब्रह्मचर्य जहाँ संबंध में विभिन्न समय आलोचना हुए ब्रह्मचारी प्राय मिलती ना आम देखुचे जड़े ब्रह्मचर्य थी मनुष्य थे सी स्वामी विवेकानंद तापरे ब्रह्मचर्य समय विभिन्न समय विभिन्न आलोचना वास्तव ब्रह्मचारी होते आचार्य हरिहर ये सी विवाह करते किंतु केवे घर संसार करना जड़े लोक लघु खाई नुवे लघु खाई लघु छाड़ीदेवा ता भर जो घर आचार्य महाशंकर ब्रह्मचर्य ठीक से घर इतने थिला चरित्र उपरे अंकुश जोटी महिला सदस्य मान महिला सदस्य भाव से जो रमादेवी महिला कॉलेज माँ रमादेवी अन्नपूर्णा महाराणा ये विशिष्ट महिला मान गोटे या विधवा मान रहा आश्रम से आश्रमर सुपरिटेडेंट पुरुष लोक आचार्य हरिहर अनुमान करंतु तांकर संयमता उपरे समस्त के विश्वास था। तृतीय जिनिस से व्यायाम करते योग साधना योगटा अन्य भाव में व्यायाम एवं सी किभली योगी बहुत योगी होते निजे से कृष्ण होते योगी पुणी मनुष्य जन ये योगी केमती साधना बड़े मनुष्य देवत्व प्राप्त हुए
ଏବଂ ଆଚାର୍ଯ୍ୟ ମହାଶୟ ନିଜର ସାଧନା ବଳରେ ନିଜର ଅଭ୍ୟାସ ବଳରେ সেই ଦେବତ୍ୱ ପ୍ରାପ୍ତ ହୋଇଥିଲେ। সেই କଥାଟା ଆପଣମାନଙ୍କୁ ମନେ ପକାଉଛି ପିଲାମାନଙ୍କୁ। সেই ଦେବତ୍ୱ କ'ଣ ସେ ଯୋଗୀ କେମିତି ସେ ଯେତେବେଳେ ସ୍କୁଲରେ ସବୁ ରହିଲେ ତାଙ୍କର କର୍ମମୟ ଜୀବନ ଆରମ୍ଭ ହୋଇଥିଲା ନୀଳଗିରି ସ୍କୁଲରୁ ଥିଲେ। ନୀଳଗିରି ସେତେବେଳେ ଥିଲା ସେଠି ନୀଳଗିରି ସ୍କୁଲରେ ହେଡ଼ମାଷ୍ଟର ହେଇକି ଜଏନ୍ କରିଥିଲେ ଗୋପବନ୍ଧୁ, ସହକାରୀ ଶିକ୍ଷକ ହେଇକି ଜଏନ୍ କରିଥିଲେ ଆଚାର୍ଯ୍ୟ ହରିହର। ସେଇଠି ରହିବା ବେଳେ ପିଲାମାନଙ୍କୁ ଆଚାର୍ଯ୍ୟ ତ ଏକା ରହନ୍ତି, ପରିବାର ନେଇକି ରହନ୍ତି ନାହିଁ, ତେଣୁ ସେ ଯେଉଁଠି ରହିଛନ୍ତି ସେତେବେଳେ ପିଲାମାନେ ଏବେ ବ୍ୟବସ୍ଥା ହେଇଛି ଯେ ପିଲାମାନେ ହାଇସ୍କୁଲ ପର୍ଯ୍ୟନ୍ତ ବାପା ମାଆଙ୍କ ପାଖରେ ରହୁଛନ୍ତି, ବାହାରକୁ ଯାଉନାହାନ୍ତି। କିନ୍ତୁ ସେତେବେଳର ବ୍ୟବସ୍ଥା ଥିଲା କ'ଣ ଯେ ପିଲାଟି ହାଇସ୍କୁଲରେ ପହଞ୍ଚିବ ନା ନିଶ୍ଚୟ ଯାଇ ପହଞ୍ଚିବ ହଷ୍ଟେଲରେ ରହେ। ଏପରି କଟକ ସହରରେ ବି ହଷ୍ଟେଲ ଚାଲୁଥିଲା, ହଷ୍ଟେଲ ପିଲା ରହେ। ନୀଳଗିରି ହାଇସ୍କୁଲରେ ରହିଲା ବେଳେ ସେଇ ପିଲାମାନଙ୍କୁ ବ୍ୟାୟାମ କରିଛନ୍ତି ସକାଳୁ। ସେ ଜାଣିଥିଲେ ଭୋର 4ଟାରୁ ନିଜେ ଘଣ୍ଟି ବାଡ଼ିକି ପିଲାକୁ ଉଠାନ୍ତି, ପିଲାଟା ଶୋଇପଡ଼ିବେ ଏବଂ 4ଟା ବେଳେ ମୁଁ ଯେଉଁ ଠିଆ ହେଇଛି ଆପଣମାନଙ୍କ ପାଖରେ ମୁଁ ପଢ଼ୁଥିଲି ନରସିଂହପୁର ହାଇସ୍କୁଲ, ଅନନ୍ତ ନାରାୟଣ ହାଇସ୍କୁଲ। ସେ ହାଇସ୍କୁଲ ଗୋଟେ ଆଦର୍ଶ ସ୍କୁଲ ମୋ ସ୍କୁଲ ଥିଲା। ସେଠି ଆମର ହଷ୍ଟେଲରେ ଆମେ 150 ପିଲା ରହୁଥିଲୁ। ଆମମାନଙ୍କୁ ରାତି 4ଟାରେ ଘଣ୍ଟି ବାଜିବ। ପତି ବାରିକ ବୋଲି ଗୋଟେ ଲୋକଟିଏ ଥାଏ, ତା ନାଁ ପତିଆ ବାରିକ। ସେଇଠି ଆମର ସେବାକାରୀ, କିନ୍ତୁ ତାର ବଡ଼ କାମ ହେଲା ସେ ରାତି 4ଟାରୁ 200 ଘଣ୍ଟା ବାଡ଼େ ଯେ ଲମ୍ବା ସମୟ ପର୍ଯ୍ୟନ୍ତ ସମସ୍ତେ ନିଦରୁ ଉଠି ପାରିବେ। କମ୍ପଲସରି ଆମେ ଯିବୁ, ସେ ପାଖରେ ପୋଖରୀରେ ଗାଧେଇବୁ। ଆସିଲା ପରେ ଆମର ଦାୟିତ୍ୱ ରହିଲା ଯେ ଆମେ ପ୍ରାର୍ଥନା କରିବୁ। ପ୍ରାର୍ଥନା କଲା ପରେ ସଂସ୍କୃତ ପଢ଼ିବା ଆରମ୍ଭ। ଆପଣ ସ୍କୁଲ ବାହାରେ ଦେଖିବେ ଯେ ସ୍କୁଲଟା ସତରେ ଗୋଟେ ଆଶ୍ରମ ପାଳି ଯାଇଛି। ସବୁ ପିଲା ଚଲେଇଥିବେ, ନରା ସଂସ୍କୃତର ବିଭିନ୍ନ ଶ୍ଳୋକ ଆବୃତ୍ତି କରୁଥିବେ ଏବଂ ବହୁତ ଭଲ ଲାଗେ। ଯେଉଁମାନେ ବାହାରେ ଚାଲିକି ଯାଉଥିବେ ଲୋକ, ହଷ୍ଟେଲଟା ଥିଲା ତାର ସ୍କୁଲର 3 ପଟରେ ରାସ୍ତା ଥିଲା। ଲୋକମାନେ ବହୁତ ଆପ୍ରିସିଏଟ୍ କରନ୍ତି ପିଲାମାନଙ୍କର ସକାଳର ପାଖରୁ ସାର୍ ମାଇକିଟା ପାଖରୁ ଏବଂ এইভাবে প্র্যাকটিক্যাল আদর্শ আচার্য মহাশয় দেখিয়ে যাইଛନ୍ତି ନୀଳଗିରି ସ୍କୁଲରେ। ପ୍ୟାରି କଟକର ପ୍ୟାରିମୋହନ ଏକାଡେମୀରେ ସେ ଅତି ସମସ୍ତଙ୍କର ଆଦୃତ ହେଲେ, କାହିଁକିନା ଏଠି ଟିକେ ଭଲ କିସମର ପିଲା ପାଠ ପଢ଼ନ୍ତି। ସେ ପିଲାମାନେ ଗଣିତରେ କିଏ ହେଲେ ପ୍ରବୀଣ ଗଣିତ ଶିକ୍ଷକ, ପ୍ରବୀଣ ଇଂରେଜୀ ଶିକ୍ଷକ ଏବଂ ହଷ୍ଟେଲର ସୁପରିଟେଣ୍ଡେଣ୍ଟ। ଯେଉଁ ଲୋକ ରାତି 4ଟାରେ କୋଠରୁ ପିଲା ଉଠିବା ପାଇଁ ସେ ଲୋକ ସନ୍ଧ୍ୟାବେଳେ କେତେ ନମନୀୟ ହେଇଯାଏ। ଯେଉଁଟା କହୁଥିଲେ ଆମର ସମ୍ପାଦକ ଯେ ସତ୍ୟବାଦୀ ବନ୍ୟ ବିଦ୍ୟାଳୟରେ ରାତି 9ଟାରେ ଆଚାର୍ଯ୍ୟ ମହାଶୟ କାନ୍ଦୁଛନ୍ତି। କାରଣ କ'ଣ ନା ଗୋଟେ ପିଲାର ଦେହ ବହୁତ ଅସୁସ୍ଥ ହେଇ ତାକୁ ଡାକ୍ତରଖାନା। ପ୍ୟାରିମୋହନ ଏକାଡେମୀରେ ବି ପିଲା ଅସୁସ୍ଥ ହୁଅନ୍ତି, ଯାହାଙ୍କୁ କି ସେ କୋଳରେ ରଖିକିରି ତାଙ୍କ ମୁଣ୍ଡକୁ ଉତା ପଟି ଔଷଧ ଖାଇବାକୁ ଦେଇଛି। କଠୋରତା ରହିବ, ତା ସହିତ ଉଦାରତା ବି ରହିବ। କଠୋରତା ଉଦାରତାର ବିରଳ ମିଶ୍ରଣ ହେଉଛନ୍ତି ଆଚାର୍ଯ୍ୟ ହରିହର। କେତେ ସ୍ନେହୀ ଥିଲେ। ସେଇ ବନ ବିଦ୍ୟାଳୟର ଅନ୍ୟ ଏକ ଉଦାହରଣ, ପିଲାମାନେ କାଳେ ଛୋଟ କୂଅ, ସତ୍ୟବାଦୀରେ କୂଅଟା ଗଭୀର ନୁହେଁ, ବହୁତ ଅଗଭୀର କୂଅ, ଅଳ୍ପ ବାଟରେ ପାଣି ଥାଏ, ତଥାପି କାଳେ ପିଲା ଖସି ପଡ଼ିବେ। ସେଥିପାଇଁ ତାଙ୍କର ଯିଏ ସହଯୋଗୀ ଥାଆନ୍ତି ଆଚାର୍ଯ୍ୟ ମହାଶୟ, ପିଅନ କୁହାଯାଏ, ସେଇମାନଙ୍କ ମାଧ୍ୟମରେ ମାଟି ଘଡ଼ିରେ ପାଣି ଭର୍ତ୍ତି କରିକି ପିଲାଙ୍କ ମୁଣ୍ଡ ପାଖରେ ଥୁଆ ହେଇଥିବ। ଯେତିକିଟା ହଷ୍ଟେଲରେ ଯେଉଁ ପିଲାମାନେ ଥାଆନ୍ତି ସେମାନେ ପାଣି କାଢ଼ିଲା ବେଳେ କୂଅ ଭିତରକୁ ଖସି ପଡ଼ିବେ, ସେଇଟା ନ ହଉ ସେଇଥିପାଇଁ ମାଟି ଘଡ଼ିରେ ପିଲା ମୁଣ୍ଡରେ ପାଣି ରହିବ, ହାତ କାଟି ଖଣ୍ଡେ ଖଣ୍ଡେ କଟା ହେଇକି ରହିବ। ସେତେବେଳେ ବ୍ରସ୍ ନଥିଲା, ପାମ୍ପେଟରେ ପିଲା ଦରକାର। ଏବେ ପିଲାମାନେ ତମେ ଘରେ ରହୁଛ, ଆଶ୍ରମ ଜୀବନ ତମର ବିତେଇବାର ନାହିଁ, ତେଣୁ ଯେଉଁଟା କରୁଛ ପ୍ରଥମେ ଉଠିଲେ ସେ ଝିଅଟି କହିଲା ପ୍ରାର୍ଥନା କରୁଛି, ନିଶ୍ଚୟ ଭାବରେ ପ୍ରାର୍ଥନା କରିବ। ଉଠିବ, ପ୍ରଥମେ ପ୍ରଣାମ କରିବ, ଯେଉଁ ପ୍ରଭୁଙ୍କୁ ତମେ ବିଶ୍ୱାସ କରୁଛ ଭଗବାନଙ୍କ ବିଷୟରେ ପ୍ରଣାମ କରିବ। ଯିଏ ଯେଉଁ ପ୍ରାର୍ଥନା କହିଲା ସେ ପ୍ରାର୍ଥନାଟି ଆବୃତ୍ତି କରିବ। କାହିଁକିନା ବେଦର ମୂଳ ମନ୍ତ୍ର ହେଉଛି ଯେ ସବୁବେଳେ ମନ୍ତ୍ର ରମ୍ଭା ସର୍ବକା,
এটা ভেদর প্রথম। ତେଣୁ ତମେ ଘରେ ସେଇଟା ପାଳନ କରିବ। ଆଚାର୍ଯ୍ୟ ମହାଶୟଙ୍କର ଜୀବନୀ ସବୁବେଳେ ପାଇଁ ମନେ ରଖିବ ଏବଂ ଏହି ଆଚାର୍ଯ୍ୟ ମହାଶୟଙ୍କର ଜୀବନୀ ତମେ ଯଦି ମିଳେଇବ। ମହାତ୍ମା ଗାନ୍ଧୀ ଜାତିର ଜନକ, ସେ ଯେଉଁ ଯେଉଁ କାର୍ଯ୍ୟପନ୍ଥା କରିଛନ୍ତି ଆଚାର୍ଯ୍ୟ ମହାଶୟଙ୍କ ଜୀବନୀ ଭିତରେ ତାର ତମେ ପ୍ରତିଫଳନ ଦେଖିବ। ଆମକୁ ତେବେ ଖୁସିର କଥା କି ସେ ଆମ ଓଡ଼ିଶା ମାଟିର ପୁଅ, ଆମ ଜିଲ୍ଲାର, ଏଇ ଜିଲ୍ଲାରେ ପଞ୍ଚସଖାଙ୍କର ଆବିର୍ଭାବ ହୋଇଥିଲା। ପଞ୍ଚସଖା ସେଥିରେ ଥିଲେ ପଣ୍ଡିତ ଗୋପବନ୍ଧୁ ଦାସ, ଦ୍ୱିତୀୟ ସଦସ୍ୟ ହେଉଛନ୍ତି ପଣ୍ଡିତ ନୀଳକଣ୍ଠ ଦାସ, ବହୁତ ବିଦ୍ୱାନ ଲୋକ ପଣ୍ଡିତ ନୀଳକଣ୍ଠ ଦାସ। ତାପରେ ପଣ୍ଡିତ ଗୋଦାବର୍ଷ ମିଶ୍ର, ପଣ୍ଡିତ କୃପାସିନ୍ଧୁ ମିଶ୍ର, ପଞ୍ଚମ ଲୋକ ହେଉଛନ୍ତି ଆଚାର୍ଯ୍ୟ ମହାଶୟ, ଯିଏକି ପଣ୍ଡିତ ନୁହନ୍ତି ଆଚାର୍ଯ୍ୟ। ସେ କାହିଁକି ଆଚାର୍ଯ୍ୟ ନା ତାଙ୍କର ଉଚ୍ଚାରଣ ଯାହା କରୁଥିଲେ ଆଚରଣରେ ସେୟା ଦେଖାଉଥିଲେ। ସେ କେବେ କହିନାହାନ୍ତି, ଯୋଉ ଗୋଟେ ମଝିରେ ଗୋଟେ ଇଂରେଜୀ ବାକ୍ୟ ଅଛି, ଡୁ ନଟ୍ ଡୁ ହ୍ୱାଟ୍ ଆଇ ଡୁ ବଟ୍ ଡୁ ହ୍ୱାଟ୍ ଆଇ ସେ। ସେ ଏଇଭଳି କହୁନଥିଲେ, ଡୁ ନଟ୍ ଡୁ ହ୍ୱାଟ୍ ଆଇ ଡୁ, ମୁଁ କ'ଣ କରୁଛି ତମେ ପିଲା ଅନୁକରଣ କରନ୍ତି, ତମେ ଅନୁକରଣ କର ହ୍ୱାଟ୍ ଆଇ ସେ। ଏଇଭଳି ସେ ଦେଇନାହାନ୍ତି। ସେ ବରାବର ପିଲାଙ୍କୁ ଦେଖେଇଛନ୍ତି ଅଲୱେଜ୍ ଡୁ ହ୍ୱାଟ୍ ଆଇ ଡୁ, ମୁଁ ନିଜେ କରୁଛି ଦେଖ ତାପରେ ତମେ ମାନେ କର। এইভাবে সাধক ଥିଲେ। ତମେ ପିଲେ ମହାତ୍ମା ଗାନ୍ଧୀ এইভাবে ସାଧକ ଥିଲେ। ଆଉ ଜଣେ ଥିଲେ ରାମକୃଷ୍ଣ ପରମହଂସ। ରାମକୃଷ୍ଣ ପରମହଂସ ନିଜେ ଚିନି ଖାଉଥିଲେ, ଅନ୍ୟକୁ ଚିନି ଖାଇବାକୁ ମନା କରିନାହାନ୍ତି। ସେ ଅନ୍ୟକୁ ଚିନି କରିବାର ଅନୁରୋଧ ପାଇଥିଲା ବେଳେ ନିଜେ ଚିନି ଅଭ୍ୟାସ ଛାଡ଼ିଛନ୍ତି। ତାପରେ ତାକୁ କହୁଥିଲେ ବାବୁ ଚିନି ଖାଏ। ମହାତ୍ମା ଗାନ୍ଧୀ ସେୟା କରିଥିଲେ ଲୁଣରେ। ସିଏ ନିଜେ ଲୁଣ ଖାଉଥିଲେ, ତାକୁ ଗୋଟେ କହିଲେ ଯେ ମୋ ପିଲାଟା ବେଶୀ ଲୁଣ ଖାଇଦେଉଛି, ଆଜ୍ଞା ମନା କରୁଛି। କହିଲେ ବୋଲେ ଆପଣ ମୋ ପାଖକୁ 2 ମାସ ପରେ ଆସ, ସାବରମତୀ ଆସ। ତାର ଉଦ୍ଦେଶ୍ୟ ଥିଲା ଯେ 2 ମାସ ଭିତରେ ମୁଁ ନିଜେ ଲୁଣ ଛାଡ଼ିବି, ତାପରେ ପିଲାଟାକୁ କହିବି ଲୁଣ ଛାଡ଼। ମହାତ୍ମା ଗାନ୍ଧୀ ଜାତୀୟ ଲୋକ କହିପାରୁଛନ୍ତି କାହିଁକି ନା ତାଙ୍କର ଆଚରଣ ଏବଂ ଉଚ୍ଚାରଣ ସମତା। ଚେଷ୍ଟା କରିବା। ଆମେ ତ ବର୍ତ୍ତମାନ ଯେଉଁ ଡିଜିଟାଲ ଦୁନିଆ ହେଲାଣି ଏବଂ ଏତେ କନଜ୍ୟୁମରାଇଜେସନ୍ ସମାଜ ଭିତରକୁ ପଶି ଆସିଲାଣି ଯେ ଆଗରୁ ଲୋକ ଯେଉଁ ସରଳ ଜୀବନ ବିତାଉଥିଲେ ସେ ସରଳ ଜୀବନ କ୍ରିଟିକାଲ ହେଇଗଲାଣି। ସାଧାରଣ ତରକାରୀ ଟିକେ କଲେ ଆମ ପାଟିକୁ ମିଶୁନି, ସେଥିରେ ଭିନେଗାର ଅନ୍ୟ ଜିନିଷ ନ ମିଶିଲେ ବୁଝିଲେ କାହା ଚୁଣ୍ଡକୁ ଯାଉନି। ଆସ୍ତେ ଆସ୍ତେ ଆମ ଜୀବନ କମ୍ପ୍ଲିକେଟେଡ୍ ହେଉଛି। ତା ଭିତରେ ଆମେ ଫାଷ୍ଟ ଫୁଡ଼କୁ ଆଗରେ ନେଇଛେ, ଫାଷ୍ଟ ଫୁଡ଼ ଆମର କ୍ଷତି କରୁଛି। ସେସବୁ ଜାଣିଲା ପରେ ପିଲାମାନେ ଆଟଲିଷ୍ଟ ତମେ ତାଠୁ ଦୂରେଇକି ରହ, ତମ ନିଜର ସ୍ୱାର୍ଥ ପାଇଁ, ଦୀର୍ଘ ଜୀବନ ପାଇଁ। ଏ ଆଚାର୍ଯ୍ୟ ମହାଶୟ ସବୁବେଳେ ମନେ ରଖିବ। ଆଚାର୍ଯ୍ୟ ମହାଶୟ କେତେ ବର୍ଷ ବଞ୍ଚିଥିଲେ? 93 ବର୍ଷ। 93 ବର୍ଷ କ'ଣ ଫାଷ୍ଟ ଫୁଡ ଖାଇକି ବଞ୍ଚିଥିଲେ? ସସ୍ ମିଶା ତରକାରୀ ଖାଇକି ବଞ୍ଚିଥିଲେ? ସେ ଖାଇଥିଲେ। ମା ତାଙ୍କର ନଥିଲା, ବିମାତା ଥିଲେ, ପୁଣି ଭଗବାନ ତାଙ୍କର ଏଇଭଳି ଜୀବନ ଦେଲେ। ପତ୍ନୀ ବି ନଥିଲେ, କୌଣସି ସ୍ତ୍ରୀ ଲୋକ ତାଙ୍କ ପାଖରେ ନଥିଲେ। ସେ ଅନ୍ୟର କୌଣସି ଦ୍ୱାରା ରନ୍ଧିଆ ଖାଦ୍ୟ ଖାଉଥିଲେ। ତାକୁ ଖାଇକି ବି ସେ 93 ବର୍ଷ ଏବଂ 93 ବର୍ଷ ଭିତରେ ସମସ୍ତଙ୍କୁ ସ୍ନେହ ଦେଇଛନ୍ତି। ପଇସା ଦେଇପାରିନାହାନ୍ତି, ତ୍ୟାଗ କ'ଣ ଦେଇଛନ୍ତି? ସ୍ନେହ ଦେଇଛନ୍ତି। କଟକ ସେ ରହୁଥାନ୍ତି ଗୋପବନ୍ଧୁ ଭବନ, ଯେଉଁଟା ସମାଜ ପ୍ରଭାବ ସମ୍ପାଦକ ଥାନ୍ତି ରାଧାନାଥ। ସେ ତାଙ୍କର ପରିଣତ ବୟସରେ ଆଚାର୍ଯ୍ୟ ମହାଶୟଙ୍କର ବାପାକୁ ପୁଅ ଯେମିତି ସେବା କରେ ରାଧାନାଥ ସେ ସେବା କରେ। ସକାଳୁ ଅନେକ ଲୋକ ଆଚାର୍ଯ୍ୟ ମହାଶୟଙ୍କୁ ଭେଟିବା ପାଇଁ ଯାଆନ୍ତି, ଆଖିକି ତାଙ୍କର ଦେଖାଯାଉନଥାଏ, ପୁରା ଦୃଷ୍ଟିଶକ୍ତି ଚାଲିଯାଇଥାଏ। ସମସ୍ତଙ୍କୁ ଆଲିଙ୍ଗନ କରନ୍ତି, ଆଲିଙ୍ଗନ କରିକି ଆଶୀର୍ବାଦ କରନ୍ତି ଯେ ବାବୁରେ ତୁ ଭଲ ମଣିଷ। ଆଉ ଭଲ ମଣିଷର ସବୁବେଳେ ଉପଯୋଗୀ ଅଛି। ପିଲାରେ ଯଦି ଜଣେ ଭଲ ଶିକ୍ଷକ ସ୍କୁଲରେ ରହନ୍ତି, ହେଡମାଷ୍ଟର ଭଲ ମଣିଷ ହେବ, ତାହେଲେ ସ୍କୁଲଟା ଏକ ସୁନା ଲେଭେଲରେ ଯିବ। ପିଲାମାନେ ନିଶ୍ଚୟ ପାଠ ପଢ଼ିବେ। ଅବଶ୍ୟ ମୁଁ ଶୁଣୁଥିଲି ଯେ ବର୍ତ୍ତମାନ ସାର୍ମାନଙ୍କୁ ବହୁତ ଜଞ୍ଜାଳି କରିଦେଇଛନ୍ତି ସରକାର। ସାର୍ଙ୍କର ପାଠ ପଢ଼ାଇବା ପାଇଁ ସମୟ ଦେଉନାହାନ୍ତି। ସିଏ ସେନ୍ସସ୍ କରିବେ, ସିଏ ଅନ୍ୟ ପ୍ରକାର ସର୍ଭେ କରିବେ। କିନ୍ତୁ ସାର୍ ଏଠି ବସିଛନ୍ତି, ଆମ ପାଖରୁ ଉଠିଲା ମାତ୍ରେ ଗୋଟେ ବଡ଼ ଟ୍ରେନିଂ ଯିବେ। ବିଭିନ୍ନ ପ୍ରକାର ଶିକ୍ଷକମାନଙ୍କୁ ନିୟୋଜିତ କଲା ପରେ ଶିକ୍ଷାଟା ତାଙ୍କ ପାଖରେ ଦବାଟା ଗୌଣ ହୋଇଯିବ। ରିଜନ୍ସ ବିୟୋଣ୍ଡ ଦ୍ୟାଟ୍। ସେମାନେ
ସୀମା ବାହାରେ ବି ଯାଉଛି ମୁଖସ୍ତ କରୁଛନ୍ତି। କିନ୍ତୁ ତା ଭିତରେ ବି କିଛିଟା ଏଥିକ୍ସ ବଜାୟ ରଖିବା ପାଇଁ ସାର୍ଙ୍କୁ ଆମର ସମାଜକୁ ଅନୁରୋଧ କରୁଛନ୍ତି ଯେ ଆଚାର୍ଯ୍ୟ ମହାଶୟଙ୍କ ବାର୍ତ୍ତା ଅନ୍ତତଃ ପିଲାମାନଙ୍କ ପାଖରେ ଗୋଟିଏ ମିନିଟ୍ରେ ପ୍ରାର୍ଥନା ସଭାରେ କାନ୍ଦା ପଢ଼ୁଥିବେ ଏବଂ ଆମମାନେ ଯେଉଁମାନେ ଭଉଣୀମାନେ ଆସିଛନ୍ତି ପିଲାମାନଙ୍କୁ ଆପଣଙ୍କ ରହିବ କରନ୍ତୁ ଯେ ଆଟଲିଷ୍ଟ ଭଲ ପିଲା ଆପଣ ପାଆନ୍ତୁ। ଆଗରୁ ସମୟ ଥିଲା ଯେ ଗାନ୍ଧାରୀ ଶତପୁତ୍ରର ଜନ୍ମ ନେଇଥିଲେ, ଆପଣମାନେ ଏକ ପୁତ୍ରର ଜନ୍ମ, ବେଳେବେଳେ ଏକ କନ୍ୟାର ଜନ୍ମ ନେଉଛନ୍ତି। ସେଇଠିକି ଚନ୍ଦ୍ର କରି ଗଢ଼ନ୍ତୁ, ତାରା କରି ଗଢ଼ନ୍ତୁ ନାହିଁ। ଚନ୍ଦ୍ର କରିକି ଗଢ଼ିବା ପାଇଁ ହେଲେ ତାକୁ ଆଚାର୍ଯ୍ୟ ମହାଶୟଙ୍କର ଆଦର୍ଶ କହନ୍ତୁ ପିଲାବେଳୁ, ସେ ଶୁଣୁ ତା କାହିଁକି ସେଟା ଜାଗା ନୁହେଁ। ଆପଣମାନେ ଆଶ୍ଚର୍ଯ୍ୟ ହେବେ, ମହାତ୍ମା ଗାନ୍ଧୀ ଆଜି ଯୋଉ ବନିଛନ୍ତି ତାଙ୍କ ମା ଯେ ପୁଟୁଳି ଭାଇ ସେ ତାକୁ ରାମଚନ୍ଦ୍ରଙ୍କର ଆଦର୍ଶ କହିଥିଲେ। ସେତେବେଳେ ମା ମାନେ ପିଲାମାନଙ୍କୁ ଗପ କହୁଥିଲେ। ପୁଟୁଳି ଭାଇ ମହାତ୍ମା ଗାନ୍ଧୀ କାନ୍ଦରେ କହନ୍ତି ସବୁବେଳେ ରାମଚନ୍ଦ୍ରଙ୍କର ଆଦର୍ଶ। ପିଲାଦିନୁ ଅନୁପ୍ରାଣିତ ହେଇଛନ୍ତି ମହାତ୍ମା ଗାନ୍ଧୀ ଯେ ପ୍ରଭୁ ରାମଚନ୍ଦ୍ର ମର୍ଯ୍ୟାଦା ପୁରୁଷୋତ୍ତମ କେତେ ବଡ଼ କଷ୍ଟ କରିଛନ୍ତି। 32 ଗୁଣର ଅଧିକାରୀ, ଯୋଉଥିରେ କୌଣସି ପ୍ରକାର ଦୁର୍ଗୁଣ ନଥିଲା। ସେଇ ଆଦର୍ଶ ପୁରୁଷର ଆଦର୍ଶ ଦ୍ୱାରା ଅନୁପ୍ରାଣିତ ହେଇକି ମହାତ୍ମା ଗାନ୍ଧୀକି ଆମେ ପାଇଲେ। ମହାତ୍ମା ଗାନ୍ଧୀକୁ ପୁଟୁଳି ଭାଇ ଦେଖିନାହାନ୍ତି, ପାଇଲେ କିଏ? ଆମେମାନେ ପାଇଲେ। ଯେତେବେଳେ ମହାତ୍ମା ଗାନ୍ଧୀ ହେଲେ, କରୋତାର ଗାନ୍ଧୀରୁ ମହାତ୍ମା ଗାନ୍ଧୀ ଯେତେବେଳେ ସେ ପ୍ରଜାପତି ହେଲେ ତାର ସୁଫଳଟା ଆମେ ଭୋଗ କରୁଛେ। କିନ୍ତୁ ଯୋଉ ମା ତାଙ୍କୁ ବୁଝେଇଥିଲା ପୁଟୁଳି ଭାଇ ସେ ବିଷୟରେ ବୁଝିପାରିନି। ତେଣୁ ଯାହା ଆଜି ଆପଣମାନେ କରିଯାଉଛନ୍ତି ବା ଆମେମାନେ କରିଯାଉଛେ ସେଗୁଡ଼ାକର ସୁଫଳ ଆମେ ବୁଝିବା ତାହା ନୁହଁ କିଛି ସମାଜ ଭୋଗ କରୁଛି। ଆମେ ସମାଜରୁ ସବୁ ଆଣିଛେ। ଆରେ ସମାଜ ଆମ ପାଇଁ ରାସ୍ତା ବନେଇ ଦେଇଛି, ସମାଜ ଆମ ପାଇଁ ସ୍କୁଲ ବନେଇଛି, ସମାଜ ଆମ ପାଇଁ କଲେଜ ବନେଇଛି ଏବଂ ଏଇ ଯୋଉ ଶାଢ଼ୀ ଖଣ୍ଡିକ ଆପଣ ପିନ୍ଧୁଛନ୍ତି ସେଟା ବି ସମାଜ ବନେଇକି ଦେଇଛି। ଆମ ଖାଇବା ଜିନିଷ ସମାଜ ବନେଇଛି, ସବୁ ତ ସମାଜ ଆମକୁ ଦେଲା। କିଛି ଆମେ ଋଣ ସୁଝିବା। କଣ ଋଣ ସୁଝିବା ନା ଗୋଟେ ଯୋଗ୍ୟ ପୁତ୍ର ଅଥବା ଗୋଟେ ଯୋଗ୍ୟ କନ୍ୟା ଭଲ ମଣିଷ କରିକି ସମାଜକୁ ଭେଟି ଦେବା। ହେଲେ ଗୃହିଣୀ ଜନ୍ମ ଆମର ସାର୍ଥକ ହବ। ଯଦି ଗୃହିଣୀ ମାନେ ପରିବର୍ତ୍ତିତ ହୁଅନ୍ତି ଆଉ ଅନ୍ୟ ବିଶେଷ ପରିଶ୍ରମ କରିବାକୁ ପଡ଼ିବ ନାହିଁ, ସମାଜର ଶୃଙ୍ଖଳା ଆସିବ। ଏଇ ଭଲ ଗୃହିଣୀ ମିଳୁନାହାନ୍ତି ୟୁରୋପିଆନ କଣ୍ଟ୍ରିରେ, ବିଦେଶର ମାଟିରେ ଭଲ ଗୃହିଣୀ ମିଳୁନାହାନ୍ତି। ସାରା ବିଶ୍ୱ ବର୍ତ୍ତମାନ ଜଳୁଛି, ସାରା ବିଶ୍ୱ ପାଇଁ ଆକର୍ଷଣୀୟ ହେଉଛି ଏଇ ଆଚାର୍ଯ୍ୟ ମହାଶୟଙ୍କର ଆଦର୍ଶ ତାଙ୍କ ପାଖରେ ପହଞ୍ଚିଲେ ବିଶ୍ୱ ରହିବ, ନହେଲେ ବିଶ୍ୱ ଧ୍ୱଂସ। ବିଶ୍ୱ ଧ୍ୱଂସ ହେବା ପାଇଁ ଖାଲି ଟିକେ ତମକୁ ଝଲକ ଦେଉଛି ଯେ ଗୋଟେ ରୁଷିଆ ବୋଲି ଗୋଟେ ଦେଶ ଅଛି, ଆଉ ସେପଟେ ତାର ଗୋଟେ ଦେଶ ସାଥିରେ ଯୁଦ୍ଧ ଚାଲେ, ୟୁକ୍ରେନ ବୋଲି ଦେଶ। ସେ ଯୁଦ୍ଧ 5 ବର୍ଷ ହେଲା ଚାଲିଲାଣି, ଯୁଦ୍ଧ ସରୁନା। ତାପରେ ବର୍ତ୍ତମାନ ଆଉ ଗୋଟେ ବଡ଼ ସମସ୍ୟା ହେଇଛି ଯେ ଶୁଣନ୍ତୁ, ଇସ୍ରାଏଲ ବୋଲି ଗୋଟେ ଦେଶ ଅଛି, ତା ପାଖରେ ପାଲେଷ୍ଟାଇନ ବୋଲି ଗୋଟେ ଦେଶ ଅଛି। ପାଲେଷ୍ଟାଇନର ଗୋଟେ ଗାଜା ସହର ଧ୍ୱଂସ ହୋଇପାରିଛି, ମରୁଭୂମି ପାଖରେ। ଏବଂ ଏଇଠି ନିହାତି ଦରକାର ହେଉଛି ଆଚାର୍ଯ୍ୟ ମହାଶୟଙ୍କର ଆଦର୍ଶ। এই ଆଦର୍ଶ ଯଦି ସେମାନଙ୍କ ପାଖରେ ପହଞ୍ଚିବ, ସେମାନେ ଯୁଦ୍ଧଖୋରରୁ ଶାନ୍ତିଖୋର ମଣିଷ କରିପାରିବେ। এই ଉଦ୍ଦେଶ୍ୟରେ କହୁଛୁ ପିଲେ ସେ ଗାଜା ଯୁଦ୍ଧ ତୁମକୁ ବୁଝାଉ ନାହିଁ। ତାପରେ ଇରାନ ସାଥିରେ ଯୁଦ୍ଧ ହେଉଛି, ତମେ ଅଳ୍ପ ଦିନରେ ଶୁଣିବ। ଏବଂ କଲାକାଲିର କଥା, ଆଫଗାନିସ୍ତାନ ପାକିସ୍ତାନ ଭିତରେ ଯୁଦ୍ଧ ଚାଲିଛି, আর পাকিস্তানର ଶହ ଶହ ସୈନ୍ୟ ସେଠି ମରୁଛନ୍ତି। ଆମ ପାଇଁ ଏଇଟା ଗୋଟେ ପ୍ରକାରର ଆଶୀର୍ବାଦ ଯେ ଯୋଉ ପାକିସ୍ତାନ ଆମ ସୀମାରେ ଉତ୍ପାତ କରୁଥିଲା, ଆମ ପାଖରେ କେତେବେଳେ ଯୁଦ୍ଧ ହବା ଅସ୍ଥିର କରୁଥିଲା, ବର୍ତ୍ତମାନ ସେ ଆଫଗାନ ପଟକୁ ଅପସର ନେଇଛି। ତେଣୁ ଏଇଟାକୁ ବୋଧହୁଏ ଜଗନ୍ନାଥଙ୍କର ଆଶୀର୍ବାଦ ଭାରତ ମାତାଙ୍କ ଉପରେ ଏବଂ ଭାରତୀୟଙ୍କ ଉପରେ ଗୋଟେ ଯୁଦ୍ଧ ଆମକୁ ଘଟିଗଲା। ଯୁଦ୍ଧ ହେଲେ ଥରେ ବର୍ତ୍ତମାନ ଏତେ କମ୍ପ୍ଲିକେଟେଡ୍ ହେଇଗଲାଣି, ସବୁ ଦେଶ ଭିକାରୀ ହେଇଛି। ବର୍ତ୍ତମାନ ରୁଷିଆ ଗୋଟେ ଧନୀ ଦେଶ ଥିଲା, ସେମାନଙ୍କ ପାଖରେ ପେଟ୍ରୋଲ କିଣିବା ପାଇଁ ପଇସା ନାହିଁ, ୟୁକ୍ରେନ ଲୋକଙ୍କର ଖାଇବା ପାଇଁ ପଇସା ନାହିଁ। ସେ ଲୋକଟା 4 ବର୍ଷ ହେଲା ଗାଧେଇ ନାହାନ୍ତି, ଗାଧେଇବାକୁ ଗଲେ ସମୁଦ୍ରରେ ଲ୍ୟାଣ୍ଡ ମାଇନ୍ ଅଛି, ଭାଙ୍ଗି ଭୁଜି। ଏବଂ ଏଇ ଯୋଉ ସ୍ଥିତିରୁ ଆମ ଭାରତକୁ ରକ୍ଷା କରିବାକୁ ହେଲେ ଆମକୁ ଆଚାର୍ଯ୍ୟ ମହାଶୟଙ୍କର ଆଦର୍ଶ ନିହାତି ଭାବରେ ଗ୍ରହଣ କରିବାକୁ ହେବ। ପଞ୍ଚସଖାଙ୍କର ଆଶୀର୍ବାଦ ଆମକୁ ନେବାକୁ ହେବ। ସେମାନେ ଆମ ପ୍ରଦେଶର ମଣିଷ ଏବଂ ଆମେ ପଞ୍ଚସଖା ପାଇଁ ଆତ୍ମଗର୍ବ କରୁଛେ, ଗର୍ବ କରୁଛେ। ଆଇନଜୀବୀ ମଧୁସୂଦନ ଦାସ, ମଧୁସୂଦନ ଦାସଙ୍କ ନାଁ ଶୁଣିଲେ କେହି?
ତେଣୁ ସେଇମାନଙ୍କ ଆଦର୍ଶରେ ଆମେ ଯିବା। ଆମେ ଅନ୍ୟ କାହା ପାଖରେ ଆମ ଶିକ୍ଷକଙ୍କ ଆଦର୍ଶରେ ଯିବା। ଏବଂ ଯେଉଁ ମହାପୁରୁଷମାନେ ଯାହା ଯାହା କହିଛନ୍ତି ସେ ଗାଁରେ ମୁଁ ଶୁଣିଲି ସେପଟେ ଯେଉଁ ଦାସପୁର ସେଠି ସତ୍ୟସାଇଙ୍କର ସଂଗଠନ ଅଛି। ତୁମ ଗାଁରେ ବି ନିଶ୍ଚୟ କୌଣସି ସଂଗଠନ ଥିବ। ସେ ସଂଗଠନର ଆଦର୍ଶଟାକୁ ତମେ ଗ୍ରହଣ କର। ଏଇ ଯେଉଁ ପ୍ରାର୍ଥନା ତମେ ଗାଇବ ପିଲେ ଆହେ ଦୟାମୟ ବିଶ୍ୱ ବିହାରୀ, ପ୍ରାର୍ଥନା ଟିକେ କେବେ ବୁଝିଲ ସେଥିରେ କ'ଣ ନାହିଁ। ଆଚାର୍ଯ୍ୟ ମହାଶୟଙ୍କର ଜୀବନରେ ଆମେ ଯାହା ଦେଖୁଛେ ସବୁବେଳେ ସେ ପ୍ରାର୍ଥନା ଭିତରେ ସେଇ ପ୍ରାର୍ଥନାର ସେ ପ୍ରେରଣା ପାଇଛି। ତେଣୁ ସେଇଭଳି ପ୍ରାର୍ଥନା ତୁମେମାନେ ପାଅ, ତୁମେମାନେ ଭଲ ମଣିଷ ହୁଅ ଏବଂ ଆଦର୍ଶ ନିଜ ପାଇଁ ହିଁ ଓଡ଼ିଶା ପାଇଁ ଆଦର୍ଶ ହୁଅ। ଏତିକି ଶୁଭକାମନା କରୁଛୁ। କିଛି ପିଲା ଭଲ ମଣିଷ ବାହାରିଲେ ଆମର ଏଇଠିକି ଆସିକରି ଆଜି ସଭାଟି କରିବାର ସବୁ ସାର୍ଥକ ହେବ ଏବଂ ଆଶୀର୍ବାଦ ରହିଲା। ଏବଂ ସ୍କୁଲ କର୍ତ୍ତୃପକ୍ଷକୁ ଉପସ୍ଥିତ ଭଉଣୀମାନଙ୍କୁ ଏବଂ ବନ୍ଧୁମାନଙ୍କୁ ଆମର କର୍ତ୍ତବ୍ୟ ଧୈର୍ଯ୍ୟର ସହିତ ଶୁଣିଥିବାରୁ କୃତଜ୍ଞତା ଜଣାଇ ବକ୍ତବ୍ୟ ସମାପନ କରୁଛି। ଜୟ ହିନ୍ଦ, ବନ୍ଦେ ଉତ୍କଳ।